সেই দ্বাপার যুগর কথা। প্রভু শ্রীকৃষ্ণ ଆଉ ସୁଦାମା ଯେମିତି ଗରିବ ବ୍ରାହ୍ମଣ সেই ଦ୍ୱାରିକାନାଥ ଦ୍ୱାରିକାଧିପତି ଶ୍ରୀକୃଷ୍ଣଙ୍କ ସହିତ ଯେମିତି ବନ୍ଧୁତା ଥିଲା, ଠିକ ସେମିତି ବନ୍ଧୁତା ଆମ ଦି ଜଣଙ୍କ ମଧ୍ୟରେ ରହିଥିବ। ଆଉ ଆଜିଠାରୁ ମୁଁ କହୁଛି, ତୁମେ ଆଉ ମତେ ମହାରାଜ ବୋଲି ଡାକ ନା। ଆଜି ଯେତେବେଳେ ମୁଁ ତୁମ କଥା ଦଉଛି, ତୁମ ପୁଅ ସହିତ ମୋ ଝିଅର ବାହା କରାଇ ଦେବି। ଆଜିଠାରୁ ଆମେ ଦି ଜଣ ହେଇଯାଉଛୁ ମାନ୍ୟରେ ସମୁଦି। ମହାମନ୍ତ୍ରୀ, ତାହେଲେ ବଢେଇ ଦିଅ ମହାମନ୍ତ୍ରୀ ତୁମ ପୁଅକୁ ମୋ ମହାରାଣୀଙ୍କ ହାତରେ। ତୋର ମୋର ଏମିତି ବଧନ କିଏ ବକଟିବ କିଏ ବକଟିବ ତୋର ମୋର ଏମିତି ବଧନ କିଏ ବକଟିବ କିଏ ବକଟିବ ସୁକୃତ ଭଜରେ ଏତେ ସରଧ ସରଳ ମଣିରେ ନାହିଁ ତୋ ସଖା ପଣରେ ଏମିତି ସୁଖ ରାଜୱାସରେ ନାହିଁ କେହି ତ କାହାଠୁ ଆମେ ଅଲଗା ନୁହଁ ତୁ କାନ୍ଦିଲେ ଝରୁଥିବ ଶ୍ରୀକୃଷ୍ଣ ଆଖିରେ ସୁଦାମା ଲୁହ ଶ୍ରୀକୃଷ୍ଣ ଆଖିରେ ସୁଦାମା ଲୁହ ଶ୍ରୀକୃଷ୍ଣ ଆଖିରେ ସୁଦାମା ଲୁହ ଶ୍ରୀକୃଷ୍ଣ ଆଖିରେ ସୁଦାମା ଲୁହ ସୁଦାମା ଲୁହ ସୁଦାମା ଲୁହ ସୁଦାମା ଲୁହ। আরে এটা গোটিয়ে কথা ন দেখিলে লোক দেখ কইছ কারিছি পেকুয়া বারে আদিত্য নারায়ণ বা আরে ମୁଁ ତ ତୁମକୁ ସତ ଧନ୍ୟବାଦ ଦେଇକି ରହିପାରୁନି। ଆରେ ତୁମେ ରାଜା ଘର ଚାକର, ଆମେ ବି ରାଜା ଘର ଚାକର। ଆଜି ଭାଗ୍ୟର ବିଡ଼ମ୍ବନା ଦେଖ, ତୁମେ ରାଜାର ସମୁଦି ଆଉ ଆମେ ସେଇ ଚାକରକୁ ଚାକର ହୁଆ। ଆରେ ମୁଁ ତ ଭାବୁଥିଲି ରାଜ୍ୟ ରାଜା ସେନାପତି ଦିଗ୍ବିଜୟ ସିଂ ଆଉ ମୁଁ ହେବି ତାଙ୍କର ମହାମନ୍ତ୍ରୀ, କିନ୍ତୁ ଦେଖିଲା ବେଳକୁ ଫଲଟା ହେଲା ଓଲଟା। ନା ଏ କଥା ଦେଖିଲା ବେଳକୁ କାହିଁକି ମୋତେ ଘର ହଜମ ହଉନି। ତୁରନ୍ତ ଯିବି, ତୁରନ୍ତ ଯାଇକିରି ଘଟଣା ସେନାପତିଟାକୁ ଜଣେଇଦେବି। ଆରେ ଏମିତି ଗୋଳେଇ ଘାଣ୍ଟେଇ ଚକଟି ଦେବି, ମୋ କଥାରେ ସେଇ ସେନାପତିଟା ଉଠିବ ଆଉ ବସିବ। ଆରେ ମୋ ନା ଛୋଟ ପାତ୍ର ଭଲରେ ଥିଲେ ବେଲେ ମୋଟା ରାଗି ଗଲେ ପୁରା ଛିନ୍ନ ଛଛ ଆଗ ଯାଏ ସେନାପତିକୁ ଯଦି ନଜରରେ ଗୋଲ ମାରି ନା ରେ ମିଛ 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 ସବୁ ମିଛ। ଏ ରାଜ୍ୟର ଜନପ୍ରଜା ମାନେ କଣ ସତରେ ଗୋଟାଏ ଗୋଟାଏ ପାଗଳ? ଏମାନେ ଯଦି ପାଗଳ ହେଇନଥାନ୍ତେ କେମିତି କହୁଥାନ୍ତେ ଯେ ରାଜା ଓ ମନ୍ତ୍ରୀଟା ସମଧି ହେଇଛନ୍ତି ସମଧି? ନାଇଁ, କେମିତି ବିଶ୍ୱାସ କରିବେ? କାହାକୁ ବିଶ୍ୱାସ କରିବେ? ଆରେ କଥାରେ ଅଛି, ଯେବେ ନ ଦେଖିବ ବେନି ନୟନେ ଭରତେ ନ ଯିବ ଗୁରୁ ବଚନେ। ନାଇଁ 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 ନାଇଁ, ଯେତେ ଯାହା ହେଲେ ବି ସେ ମନ୍ତ୍ରୀଟା ହେଉଛି ଗୋଟାଏ ଚାକର। ସେଇ ଚାକର ସହିତ ପୁଣି ମହାରାଜା ସମୁଦି କରିବେ, ଆଉ ସେଇ ମନ୍ତ୍ରୀ ପୁଅଟା ରାଜା ଝିଅଟା ବଡ଼ ହେଲା ପରେ ବାହାଘର କରାଇବେ। ନାଇଁ, ମୁଁ କଦାପି ବିଶ୍ୱାସ କରିପାରିବିନି। ଏ କଥା କେବେ ହେଇନଥିବ। ଆରେ ଏଇଟା ଗୋଟିଏ କଥା। ଏଇନେ ସେନାପତି ବାବୁ ପ୍ରଣାମ କରିବ।
ଗୁମାସ୍ତା ଚଟପାତ୍ର ଆଜ୍ଞା ଅବେଳରେ ଏଠାରେ ଇଏ ଅବେଳେ ତ ଚୋଟ ଡାକିଲା ଦିଏ ଏ ଚଟ କଣ କହିବାକୁ ଚାହୁଁଛ? କଣ କହିବାକୁ ଚାହୁଁଛି ହଁ? ତାହେଲେ ଶୁଣିବା ତ ଆଜ୍ଞା ବଳିଷ୍ଠ ବିରହ ଶୁଣ ମୋହର ଗିର ବଳିଷ୍ଠ ବିରହ ହାତ ଛଡ଼ା ହେବ ହାତ ଛଡ଼ା ହେବ ହାତ ଛଡ଼ା ହେବ ହେ ହାତ ଛଡ଼ା ହେବ ହାତ ଛଡ଼ା ହେବ ସୁଯୋଗ ହଟର ବଳିଷ୍ଠ ବୀର ଏ ଶୁଣ ମୋହର ଗିର ଶୁଣ ମୋହର ଗିର ବଳିଷ୍ଠ ବୀର ତୁମର ଗୁମାସ୍ତା ଚଟପାତ୍ର ଆରେ ମୋ କିଏ? ଆପଣ ଯେମିତି ବିଶାଳ କାଶୀ ରାଜ୍ୟର ସେନା ଆରେ ମୁଁ ହେଉଛି ଏ କାଶୀ ରାଜ୍ୟର ସେନାପତି। ଏ ରାଜ୍ୟଟା ହେଉଛି ମୋର ହାତ ମୁଠାରେ ଆଉ ବଡ ବଡ ହାତ ଛଡ଼ା ଆରେ ହେବନି। ଏତେ ବଡ ବୀର ହୋଇଲ ରାଜ୍ୟରେ କେତେ ଦିନ ଖଟୁଥିବ ଚାକର ଏ ରାଜା ଜୀବନ ଥିବା ପର୍ଯ୍ୟନ୍ତ କୌଶଳ ପ୍ରୟୋଗ କରିଲ ସୁଯୋଗ ରାଜସିଂହାସନ ଛଡ଼ା ନମରୁ ବନ୍ଦନ୍ତି ଆହେ ସେନାପତି ନମରୁ ବନ୍ଦନ୍ତି ଆହେ ସେନାପତି କାଚି ରାଜେ ରାଜା ପୁଅ ଏଠାର ବଳିଷ୍ଠ ବୀର हे सुनो काने सुनो नाके सुनो मोहरा गिरा सुनो मोहरा गिरा बड़ी टपी रहो कौन कहलु नहीं कौन कहलु सुनी पाली नहीं ए राजा सिंहासन छड़े ए राज्यर राजा मो हेबी नहीं काई नहीं राजा हेउछन्ते ओ भाई भगवान राजा हेउछन्ते आम्भर अन्नदाता सते अरे जार अन्नरे आम्भे मारे समस्त अनुप्राणित तांकर विरुद्ध रे जाई ए राजा सिंहासन छड़े ए राज्यर राजा मो हेबी नहीं ए चटो मारना राजांक विरुद्ध जदि शला पदुटे कहबू तो जीभटाको टाणी आनिबे मो जीव को सीना टाणी आनिबे ए पोटे राजा ओ मंदिरटा समुदी हेई साइले भलो हेछि कौन भलो? जहा हेछि ठीक हेछि कौन ठीक है अरे लोक मान को कथा को विश्वास करि पारे नथिनी एइला तो मुखर सुनिली आ मते विश्वास भाजन होई गला अरे बिचरा मंत्री रो स्त्रीटा मरी निज स्त्री तो छातीटा फाटी जाऊ अरे फाटी बाबे केबे छातीटा फाटी फाटी बट जेते चाहले भी से हेउछि आब सहकर्मी सहकर्मी नो सड़ू भाई छोटा गुरु भाई छोटा आऊ ए मन थरे भाबी दे अरे थरे चिंता करी देख अरे सही मंत्रीटा से कला छुआटार लालन पालन करिबो ना राजकार्य करिबो अरे राजकार्य करिबो ना से छुआटार लालन पालन करिबो तेणु राजा जहाँ निष्पत्ति नहीं ठीक निष्पत्ति नहीं अरे राजा झीटा मंत्री पुआटा बड़ है बाहाघर हम बाहाघर आऊ से बाहा करे हमें जाय के समस्त टीएनस करिबा ए छोटो भोजी खाइबो रे अबे राजा घर भोजी होची खाइबे केते बेला क्या यही ने महामंत्री राजा को कहथला कौन कहता हमर आऊ यही सेनापति दरकार नाही हमर सेनापति बाच्चे लोक हमर सेनापति धोकाबा हमर सेनापति चरित्रहीन हमर सेनापति माइसिया हमर सेनापति कुकुर आऊ यही सेनापति को तंटिया मारी के बाहर कर देबा वो सेनापति को केते कथा सुन साला परे राज्य राजा हेबो ना सब दिन में भिखारी हेबो हां हां तुमने नपुंसक सामान्य मंत्रीटा राजार सम्मति हो गला बोली मत राज्यर बाहर बार कथा कहना
ମାରିଦେବି। ଆଚ୍ଛା ଅସଲ କିଳାଟା ହେଲା ସେଇ ମନ୍ତ୍ରୀର କଳା ଛୁଆଟା ନାଥିବ ବାଉଁଶ ନା ବାଜିବ ବଇସି। ଆବଶ୍ୟକ ପଡ଼ିଲେ ସେ ମନ୍ତ୍ରୀଟାକୁ ବି ଛାଡ଼ି ଆଉ ରାଜା ଯଦି ସେ ମନ୍ତ୍ରୀ କଥାରେ ଯଦି ବାଉଁଶ ଉଠ ହବ ମହାରା ମାରିଦେ। ହେଲେ ଆସ୍ତେ ଏ ବହି ଯାଉଥିବା ପବନର ବି କାନ ଅଛି। ଆଚ୍ଛା ଆରେ ତୋ ବ୍ୟତୀତ ଏ କଥାଟା କେହି ଜାଣିବେନି। ନା ହେଲେ ଶୁଣୁ ଆଚ୍ଛା ଚାଲ 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 ସେ ମନ୍ତ୍ରୀଟା ଓ ତାର ସେଇ କଳା ଛୁଆଟା ଚାଲନ୍ତୁ ଆଗ ସେଇ ଚାଲ ଦେଖିବା ସେ ମନ୍ତ୍ରୀଟା ଚାଲନ୍ତୁ ଆଗ ଆଚ୍ଛା କିଏ ଗୋଟେ ଦୌଡ଼ିକି ଚାଲ କିଏ ଗୋଟେ ଦୌଡ଼ିକି ଚାଲ ମନା କରୁଛି ମୁଁ ମନା କରୁଛି ଆପତ୍ତି ଜଣଙ୍କ କଥା ଶୁଣିକି ନାହିଁ ଏ କଥା ଯାଇକି ରାଜାକୁ କହିଦେଲେ ସବୁ ସରିଗଲା ଆଜ୍ଞା। ମହାରା ସେ ଯେ ହଉନା କାହିଁକି ଆମ କଥା ଶୁଣିଛି ମାନେ ନିଶ୍ଚୟ ରାଜା ନିକଟକୁ ଦୌଡ଼ିକି ଗଲାଣି। ହେଲେ ଶୁଣ ଚଟ ରାଜା ନିକଟକୁ ପହଞ୍ଚିବା ପୂର୍ବରୁ ମହାରାଣ ମାରିଦେବି। ଚାଲନ୍ତୁ ଆଜ୍ଞା। ଶୁଣ ଆମ କଥା ଶୁଣି ଆଉ ଚାଲ ଆରମ୍ଭ ହେଲା ସେଇ ଦ୍ୱାପର ଯୁଗ ମହାଭାରତର ପ୍ରଥମ ଅଧ୍ୟାୟଟା। ସେତିକି ବେଳେ ଦୁର୍ଯ୍ୟୋଧନକୁ ରାଜା କରିବା ପାଇଁ ଶକୁନିଟା ପୋଷା କାଟି ଫେଙ୍ଗିକି ରାଜା କରେଇଥିଲା। କିନ୍ତୁ ମହାଦେବ ପୋଷା କାଟି ନାହିଁ କେମିତି ରାଜା କରେଇବି ହୋ? ଆରେ ମୋ ନା ଜଟ ପାତ୍ର ଭଲ ଥିଲେ ବେଲେ ପାତ୍ର ଆଉ ରାଗି ଗଲେ ପୁରା ଛିଣ୍ଡ ଛ। ଆରେ ଚଲ ଚଲ ଏଇ ମନେ ପଡ଼ିଯାଏ ସେଇ ଅତୀତର କଥା। ଏଇ କାଶୀ ରାଜ୍ୟର ରାଜାକୁ ଯେତେବେଳେ ମୋ ଭଉଣୀ ଭଲ ପାଇ ବସିଲା ଆରେ ମୁଁ ତ ଖୁସିରେ ପାଗଳ ହେଇଯାଇଥିଲି ପାଗଳ। ସାମାନ୍ୟ ଚାକର ଭଉଣୀ ପୁଣି ରାଜାଙ୍କର ବୋହୁ ହବ। ରାଜା ହସ୍ତରୁ ଶଙ୍ଖା ପିନ୍ଧିବ ମଥାରେ ସିନ୍ଦୁର ନବ। କିନ୍ତୁ ସର୍ବଶେଷ ରାଜାଟା ଅନ୍ୟ କାହାକୁ ବାହା ହେଇ ପଡ଼ିଲା। ସେଇ କଥା ଶୁଣିକି ମୋ ଭଉଣୀଟା ଆତ୍ମହତ୍ୟା କରିଦେଲା। ମୋ ଭଉଣୀ ସିନା ଆତ୍ମହତ୍ୟା କରିଦେଲା କିନ୍ତୁ ତା ଛୋଟ ଭାଇଟା ବଞ୍ଚିଛି। ଛାଡ଼ିବିନି ବେ ରାଜବଂଶଟାକୁ ସବୁବେଳେ ଧନୁଷ କରିଦେବି ଧନୁଷ। ହେ ସୂର୍ଯ୍ୟ ଚନ୍ଦ୍ର ଦଶ ଦିଗ ପାଳ ଆଜି ଜଟପାତ୍ର ଶପଥ କରିକି କହୁଛି ଏ ରାଜବଂଶଟାକୁ ଧନୁଷ ନ କଲା ପର୍ଯ୍ୟନ୍ତ କେବେ ବି ମୁଁ ଶାନ୍ତିରେ ନିଶ୍ୱାସ ମାରି ପାରିବିନି। ଜଟପାତ୍ର ମୁଁ ଜଟପାତ୍ର ଘରେ ଥିଲେ ବେଲପତ୍ର ଆଉ ରାଗି ଗଲେ ପୁରା ଛିନ୍ନ ଛଟ।